ମାନେ ଆଦିତ୍ୟ ନାରାୟଣ ଖୁଣ୍ଟିଆ ଆମେ ପତିଆରି ସବୁ। ଆଜ୍ଞା କ'ଣ କହିବେ ବର୍ତ୍ତମାନ ଗତକାଲି ପ୍ରଧାନମନ୍ତ୍ରୀଙ୍କ ଭକ୍ତ ଜଗନ୍ନାଥ ଏହା କହିଥିଲେ ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର, ଏହା ଉପରେ ଆପଣଙ୍କ ମନକୁ କେତେ କଷ୍ଟ ହୋଇଛି? ଏଇଟା ଆମ ସେବାୟତ ଜାତି ପାଇଁ ବହୁତ କଷ୍ଟକର, କିନ୍ତୁ ଏଇଟା ସମ୍ବିତ ପାତ୍ରଙ୍କୁ କହିବା କଥା ଯେହେତୁ ସେ ପୁରୀରୁ ଆସିକିରି ସବୁ ସେବାୟତଙ୍କ ମନ ଜିତିବାକୁ ଚେଷ୍ଟା କରୁଛନ୍ତି। ତ ମହାପ୍ରଭୁ ଜଗନ୍ନାଥଙ୍କ ଆମେ ହେଲେ ସେବକ, ଆମେ ହେଲା ସେବକ, ପ୍ରଭୁ ହେଲା ସେବକ ବତ୍ସଲ ପ୍ରଭୁ। ଆଉ ଆପଣ ଗୋଟେ ଏମିତି ମନ୍ତବ୍ୟ ଦେବା ସମ୍ବିତ ପାତ୍ରଙ୍କ ଏଇଟା ଗୋଟେ ଅନୁଚିତ। ଇଏ ପରବର୍ତ୍ତୀ ସମୟରେ ଭୁଲ ମାଗୁଛନ୍ତି। ଦେଖନ୍ତୁ ଗୋଇଠା ମାରିକି ଜାଣିଶୁଣି ଗୋଇଠା ମାରିକି ବିଷ୍ଣୁ ମାରିବାଟା କିଛି ମାନେ ଜାଣିଶୁଣି ସେ କାମଟା ଯେଉଁ କରିଛନ୍ତି ଏଇଟା ବହୁତ ଖରାପ। ଆପଣ ପଛରେ ଭୁଲ କଲେ, ଜାଣିକି ଭୁଲ କରିଛନ୍ତି, ପୁଣି ପଛରେ କ୍ଷମା ମାଗୁଛନ୍ତି। ଏଇଟା ଆପଣଙ୍କ ପାଟିରୁ ଏଇଟା ସ୍ଲିପ୍ ହେଇଛି, ଆପଣ ଏଇଟା ଜାଣିଶୁଣି କହିଛନ୍ତି। ଆପଣଙ୍କ ମନରେ ସେତିକି ଗର୍ବ ଅଛି ବୋଲିକା ଆପଣ ସେଇ ଜିନିଷଟା କହିଛନ୍ତି। ପୁଣି କାଳେ ଆପଣଙ୍କ ଇଲେକ୍ସନରେ ଫରକ ପଡ଼ିବ ବୋଲିକା ଆପଣ ଏଇଟା ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ଆପଣ କହୁଛନ୍ତି ଆମର ଭୁଲ ହେଇଛି ବୋଲିକା, ଏଇଟା ବଡ଼ କଥା କିଛି। କୋଟି କୋଟି ଓଡ଼ିଆ ମାନେ କୋଟି କୋଟି ଓଡ଼ିଆଙ୍କ ମନରେ କଷ୍ଟ ହେବ, କାହିଁକିନା ଜଗନ୍ନାଥ ମହାପ୍ରଭୁ ହେଲେ ରାଜରାଜେଶ୍ୱର, ବ୍ରହ୍ମାଣ୍ଡ ମାଲିକ ସିଏ, ବିଶ୍ୱର ମାଲିକ, ବ୍ରହ୍ମାଣ୍ଡର ମାଲିକ। ଆଉ ଇଏ କିଛି ପଲିଟିକାଲ ପାର୍ଟି ମାନେ ଏମିତି କହିବା ଅନୁଚିତ। ମହାପ୍ରଭୁଙ୍କୁ ନେଇ ରାଜନୀତି ବନ୍ଦ ହେବ। ମହାପ୍ରଭୁଙ୍କ ପାଇଁକା ରାଜନୀତି କରିବା କଥା ନୁହେଁ। ମହାପ୍ରଭୁ ହେଲା ରାଜନୀତିରୁ ଉପରେ। କାଲି ଆଜ୍ଞା ଜଗନ୍ନାଥ ମହାପ୍ରଭୁ ପାଖକୁ ଯେଉଁ ଦର୍ଶନ କରିବାକୁ ଆଇଥିଲେ ପ୍ରଧାନମନ୍ତ୍ରୀ, କାଲି ଯେଉଁ ଆମର ସଞ୍ଜୀବ ପାତ୍ର ଯେଉଁ କଥାଟି କହିଲେ, ଏ କଥାଟା ହଁ ଯେ ଯେଉଁ କଥାଟି କହିଲେ ଏ କଥାଟା ଆମର ଆମକୁ ତ ଭଲ ଲାଗିଲାନି, କାନକୁ ଭଲ ଲାଗିଲାନି, କିନ୍ତୁ ଓଡ଼ିଶାବାସୀଙ୍କୁ ବି ଭଲ ଲାଗିନି ଏଇ ଜିନିଷଟା। କିନ୍ତୁ ଏଇ ଯେଉଁ ଜିନିଷଟା ଅତି ଗର୍ବ ହେଇଗଲାଣି ମାନେ ମନୁଷ୍ୟଙ୍କର, ଆମେ ଯଦି କିଛି ନ କରିକି ଯଦି ଆମେ ଉପରକୁ ପଳେଇଲି ତ ଏଇଟା ଭଲ ନୁହଁ। କାହିଁକିନା ଯେତିକି ଆମର ନିମିଟ ସେଇ ନିମିଟ ଉପରେ ରହିଲେ କଥା କହିଲେ ସୌନ୍ଦର୍ଯ୍ୟ ଲାଗିବ। ଆମେ ଜଗନ୍ନାଥଙ୍କ ଉପରେ ଯଦି ଆମେ କହିବା, ଜଗନ୍ନାଥ ହେଉଛନ୍ତି ସମସ୍ତଙ୍କର ଦେବତା, ସାରା ଭାରତ ବର୍ଷର ଦେବତା ସିଏ ସମସ୍ତଙ୍କୁ ଜାଣନ୍ତି, ସମସ୍ତଙ୍କ ହୃଦୟ ଭିତରେ ସିଏ ଅଛନ୍ତି। ମାନେ ତା ନୁହଁ ଯେ ଆମେ କହିବା ଆମ ଭକ୍ତ ସିଏ ଆମେ ତାଙ୍କର ଭକ୍ତ ହେଇପାରିବା, କାଳିଆର ଭକ୍ତ ଆମେ ହେଇପାରିବା, କିନ୍ତୁ ନାଇଁ ଖାଲି ମୋଦିଙ୍କର ଭକ୍ତ ହେଲେ ହେଇପାରିବ। ସାରା ଭାରତ ବର୍ଷର ଭକ୍ତ ସେ ସାରା ଭାରତ ବର୍ଷର ଠାକୁର ସିଏ ନା ଆଉ, ସାରା ଓଡ଼ିଶା ସାରା 4 କୋଟି ଓଡ଼ିଆଙ୍କର ଭକ୍ତ ସେ କାଳିଆ ନା ଆଉ। କାଳିଆ ତ ସମସ୍ତଙ୍କର ନା, ଖାଲି ତମର ନୁହଁ, ମୋର ନୁହଁ, ତାର ନୁହଁ। ଆମେ କହିବା କଥା ହେଲା ସେଇଆ। କିନ୍ତୁ କାଲି ଯେଉଁ ସଞ୍ଜୟ ପାତ୍ର ଯେଉଁ ଜିନିଷଟା କହିଲେ, ଏଇ ଜିନିଷଟା ଏଇଟା ଆମ କାନକୁ ଭଲ ଲାଗିଲାନି, ଏଇଟା ଏଇ କାନକୁ ଆମକୁ ଭଲ ଲାଗିନା। ଆମେ ଏତିକି କହିବାକୁ ଚାହୁଁଛୁ। ସେ ଭୁଲ ମାଗିବେ, ସେମିତି 1000 ଥର ଭୁଲ ମାଗିବେ। ଆପଣ ଯେହେତୁ ଗୋଟେ ଏଡ଼େ ବଡ଼ କଥା କହୁଛନ୍ତି, ସାରା ଭାରତ ବର୍ଷକୁ ଆପଣ ଜଣାଉଛନ୍ତି, ଭଲ ମନ୍ଦ କଥା କହୁଛନ୍ତି, ଯଦି ଆପଣ ଏଇଭଳିଆ ଯଦି ଆପଣ ଭୁଲ କଥା କହିବେ ତାହେଲେ ଆପଣଙ୍କର କ'ଣ ଲୋକମାନେ ଆପଣଙ୍କୁ ସମର୍ଥନ କରିବେ କି ଏଇଭଳିଆ ବ୍ୟବହାର କଲେ? ଯଦି ଆମେ ଜଗନ୍ନାଥଙ୍କ ଉପରେ ଆମେ ଆଇଲେ ଦର୍ଶନ କରିବାକୁ, ପ୍ରଭୁଙ୍କୁ ଡାକିବା ଯେ ପ୍ରଭୁ ଯଦି ଆମେ ଓଡ଼ିଶାକୁ ଆମେ କେମିତି ସେବା କରିବାକୁ ଆମେ ଆଶୀର୍ବାଦ ଦିଅନ୍ତୁ, ଆମକୁ ସେବା କରିବାକୁ କେମିତି ଆଶୀର୍ବାଦ ଦିଅନ୍ତୁ, ଆମେ ଏହା ଚାହିଁବା। କିନ୍ତୁ ତା ନୁହଁ ଯେ ଜଗନ୍ନାଥଙ୍କର ଭକ୍ତ ହେଉଛନ୍ତି ମୋଦି କି ଜଗନ୍ନାଥଙ୍କ ଭକ୍ତ କି ନବୀନ କି ସେ ମୋଦିଙ୍କ ଭକ୍ତ କି ଜଗନ୍ନାଥ କି ମୋଦିଙ୍କର ଭକ୍ତ କି ନବୀନ ସରକାର, ଏଇଟା ଆମେ କହୁନୁ। ଆମେ ଏକମାତ୍ର କହୁଛୁ ନା, ଠାକୁରଙ୍କୁ ମହାପ୍ରଭୁଙ୍କୁ ନେଇକିରି ଜଗନ୍ନାଥଙ୍କୁ ନେଇକିରି ରାଜନୀତି ଜମା କରନ୍ତୁ ନାହିଁ। ଆମେ ଏଇ ଗୋଟିଏ କଥା କହୁଛୁ। ଜୟ ଜଗନ୍ନାଥ।